नमो भगवते वासुदेवाय। द्वादशोऽध्याय। सूत उवाच। सूत कहन्ति सुचितरे शौनक मुनिक आगरे धर्मदेवता दिवाकर ताଙ୍କୁ मोहर नमस्कार। ସେ ଧର୍ମ ସର୍ବଦେବ ଶ୍ରେଷ୍ଠ ସାଧୁ ପାଳି ନାଶନ୍ତି ଦୁଷ୍ଟ। କୃଷ୍ଣ ବ୍ରହ୍ମ ସ୍ୱରୂପୀ ବର ତାପାଦେ ମୋର ନମସ୍କାର। ସେ ବ୍ରହ୍ମ ଋଷି ବିପ୍ରବର ତାପାଦେ ମୋର ନମସ୍କାର। ଶ୍ରୀ ଭାଗବତ ପୁରାଣରେ ଯେ ଧର୍ମ ଲଭନ୍ତି ସଂସାରେ ସେ ଧର୍ମ ଥାଇ ସଦା ପୁଣ ଚତୁର୍ବର୍ଗ ଦାୟୀ କାରଣ। ତାତୁମ୍ଭେ ସାବଧାନେ ଶୁଣ ପାଇବ ବିଷ୍ଣୁର ଚରଣ। ଏ ଯେ ବିଷ୍ଣୁ ଚରିତ ଲୀଳା ପରମ ତତ୍ତ୍ୱ କହିଦେଲା। ଯାହା ସେ ତୁମ୍ଭେ ପଚାରିଲେ ଶୁଣିଣ ସଫଳ ହୋଇଲ। ମହାପୁରୁଷ ସ୍ୱରୂପୀ ନିର୍ଣ୍ଣୟ ଯେହ୍ନେ ଜଗତ୍ବ୍ୟାପୀ ନାରାୟଣ ସ୍ୱରୂପୀ ସୂର୍ଯ୍ୟ କହତା ମହିମା ଆଚାର୍ଯ୍ୟ। ଏ ଶ୍ରୀ ଭାଗବତ ପୁରାଣ ସାକ୍ଷାତେ ବିଷ୍ଣୁର ନିର୍ମାଣ। ସେ ହରି ସର୍ବ ପାପ ହରେ ତାଙ୍କ ମହିମା ନିରନ୍ତରେ। ଆଦି ଅନ୍ତକ ପୂର୍ଣ୍ଣ ହୋଇ ନାରାୟଣ ମହିମା କହି। ପୂର୍ଣ୍ଣ ଯେ ଜଳ ନାହିଁ ସ୍ଥାନେ ଜନ୍ମ ଏ ତହିଁରେ ଶୟନେ। ତେଣୁ ନାରାୟଣ ବୋଲାନ୍ତି ପାପ ହରଣେ ଶ୍ରୀପତି। ସେହୁ ଇନ୍ଦ୍ରିୟ ମାନଙ୍କର ଅଟନ୍ତି ଜାଣ ସର୍ବେଶ୍ୱର। ତେଣୁ ହୃଷିକେଶ ବୋଲାନ୍ତି ମହିମା କେହି ନ ଜାଣନ୍ତି। ଭୋଗ ଯେ ଅଷ୍ଟ ଐଶ୍ୱର୍ଯ୍ୟ ଅଣିମା ଆଦିରେ ବିରାଜେ। ଭୋଗ ଯେ ଅଷ୍ଟ ଐଶ୍ୱର୍ଯ୍ୟ ଅଣିମା ଆଦିରେ ବିରାଜେ। ଯଶ ବୈରାଗ୍ୟ ସିରିମାନ ସମୂହେ ନିଯୁକ୍ତି ହୋଇଣ। ଏଣୁ ଭଗବାନ ବୋଲାନ୍ତି ପ୍ରାଣୀଙ୍କୁ ସଂସାରେ ଭ୍ରମାନ୍ତି। ସ୍ୱାସ୍ତିକ ଯେ ବୈଷ୍ଣବ ଜନ ସ୍ୱାସ୍ତିକ ଯଦୁବଂଶମାନ। ଯାଦବପତି ସେହୁ ଯେଣୁ ସ୍ୱାସ୍ତିକ ନାମ ତାଙ୍କୁ ତେଣୁ। ତାଙ୍କର ମହିମା ବଖାଣ ହୋଇଛି ଶ୍ରୀ ଭାଗବତେଣ। ଏମନ୍ତ ସୂତ ମୁଖୁ ଶୁଣି ଶୌନକ ବୋଲେ ମଞ୍ଜୁବାଣୀ। ଶୌନକ ଉବାଚ। ହେ ସୂତ ହୋଇ ସାବଧାନ ଶୁଣିଲୁ ବିଷ୍ଣୁର ପୁରାଣ। ତୁମ୍ଭରେ କୃତାର୍ଥ ହୋଇଲୁ ଭବସାଗରରୁ ନିସ୍ତରିଲୁ। ଶ୍ରୀ ଭାଗବତ ଏ ପୁରାଣ କହିଲି ସଂଶୟ ଫେଡ଼ିଣ। ପ୍ରଥମାଦି ଦ୍ୱାଦଶ ଯାଏ କହିବି ପଦ ଯେ ନିର୍ଣ୍ଣୟେ। ଯେ ଖଣ୍ଡେ ଯେତେ ପଦ ହୋଇ ଅଧା ଯେ କହିବ ବୁଝାଇ। ଶୌନକ ବାଣୀ ଶୁଣି ତୋଷେ ସୂତ ଯେ କହନ୍ତି ହରଷେ। ସୂତ ଉବାଚ। ପରମ ବ୍ରହ୍ମ ଯେ ଈଶ୍ୱର ପରମ ଗୁପ୍ତ ଏ ସଂସାର। ଉତ୍ପତ୍ତି ସ୍ଥିତି ଯେ ପ୍ରଳୟ ଯେହୁ ଅନାଦି ବିଶ୍ୱମୟ। ଭାଗବତ ପ୍ରଥମ ସ୍କନ୍ଧେ ଭାଗବତ ପ୍ରଥମ ସ୍କନ୍ଧେ। ବନ୍ଦେ ଶ୍ରୀକୃଷ୍ଣ ପଦ୍ମପାଦେ ତାହାଙ୍କ ପଦ୍ମପାଦେ ଧ୍ୟାନ। ତାଙ୍କୁ ଜାଣିପାରେ ଯେ ଜ୍ଞାନ ତାହାଙ୍କ ଚରିତ ବ୍ୟାଖ୍ୟାନୁ। ଶୁଣି ସଂଶୟ ଯାଉ ମନୁ ଅନୁଭବ ଜ୍ଞାନ ସମେତ। ବର୍ଣ୍ଣନା ହୁଅନ୍ତି ଯେ ମନ୍ତେ ଭକ୍ତି ଯୋଗ ବର୍ଣ୍ଣନା ମାନ।
ସାଂଖ୍ୟ ଯୋଗ ବୈରାଗ୍ୟ ଜ୍ଞାନ। ଜ୍ଞାନ ଆଶ୍ରୟ ଯେଉଁ ବ୍ରହ୍ମ, ତାଙ୍କ ମହିମା ଯେ ଉତ୍ତମ। ନାରଦ ବେଦ ବ୍ୟାସଙ୍କର, ବଦ୍ରିକା ଆଶ୍ରମେ ବିଚାର। ତହୁଁ ଯେ ନାରଦ ତହିଁ ବ୍ୟାସ ଯେ ଭାଗବତ ପାଇ। ପୂର୍ବ 3 ଜନ୍ମର କଥା ନାରଦ କହେ ସେ ବ୍ୟବସ୍ଥା। ପଞ୍ଚକଟକେ ସେ ରାଜନ, ନାମ ତାହାର ଦୁର୍ଯ୍ୟୋଧନ। ସମର ଶେଷେ ଜାନ ଭଗ୍ନ, ପଡ଼ିଲା ଠାରେ ଆଚରଣ। କୃପ ଆଚାର୍ଯ୍ୟ କୃତବର୍ମା, ଅଶ୍ୱତ୍ଥାମା ମିଳିଲେ ସୀମା। ଦୁର୍ଯ୍ୟୋଧନ ପ୍ରୀତି ନିମନ୍ତେ, ପୃଥିବୀ ଓ ପାଣ୍ଡବା ଅର୍ଥେ। ପାଣ୍ଡବ ପାଞ୍ଚାଳି କୁମର, ଅଶ୍ୱତ୍ଥାମା ଖେପିଲା ଶର। ପାଣ୍ଡବ ପାଞ୍ଚାଳି କୁମର, ଅଶ୍ୱତ୍ଥାମା ପେଷିଲା ଶର। ମାରିଣ ଦୁର୍ଯ୍ୟୋଧନ ଆଗେ, ମାରିଣ ଦୁର୍ଯ୍ୟୋଧନ ଆଗେ। ସେ ପାଞ୍ଚ ମୁଣ୍ଡ ଦେଲା ବେଗେ। ଦୁର୍ଯ୍ୟୋଧନ ଯେ କ୍ରୋଧ କଲା, ତାପଣେ ପ୍ରାଣ ବିସର୍ଜିଲା। ପଞ୍ଚକୁମର ବଧ ଶୁଣି, କୃଷ୍ଣ ଅର୍ଜୁନ ସେ ଅଗ୍ରଣୀ। ଯୁଧେ ଜିଣି ମଥାରୁ ମଣି, ଖୋଳି ଘେନିଲେ ପାର୍ଥ ଜାଣି। ଯୁଧିଷ୍ଠିର ଆଗେ ବାନ୍ଧି ଆଣି, ସମର୍ପି ଦେଲା ତତକ୍ଷଣି। ତାହାକୁ କରି 7 ବେଣ୍ଟି, ଛଡ଼ାଇ ଦେଲେ ସେ ଯୁଧିଷ୍ଠି। ସେ ଅଭିମାନେ ଅଶ୍ୱତ୍ଥାମା, ପାଣ୍ଡବେ ପେଷେ ଶର ବ୍ରହ୍ମା। ଉତ୍ତରା ଗର୍ଭେ ଯେ ବାଳକ, ପେଷିଲା ବ୍ରହ୍ମ ଶର ଏକ। ଆଙ୍ଗୁଠି ପ୍ରମାଣେ ପୁରୁଷ, ଉତ୍ତରା ଗର୍ଭରେ ପ୍ରବେଶ। ଶ୍ରୀଚକ୍ର ସେ କୃଷ୍ଣ ଚକ୍ର ଘେନି ତହିଁ, ବ୍ରହ୍ମ ଶରକୁ ସେ ଛେଦଇ। ଗର୍ଭେ ବାଳକ ରକ୍ଷା କଲେ, ପରୀକ୍ଷିତ ଜନମ ହେଲେ। ଯୁଧିଷ୍ଠି ଅଶ୍ୱମେଧ ଯାଗ, ଏ ପୁଣ୍ୟ ରାଜ କଲେ ଭୋଗ। କଳିର 36 ବରଷ, ସେ ରାଜ ପଣେ କଲେ ଶେଷ। ପରୀକ୍ଷ ଯୁବରାଜ ପଣ, ପାଣ୍ଡବେ ସ୍ୱର୍ଗ ଆରୋହଣ। ଶ୍ରୀକୃଷ୍ଣ ବୈକୁଣ୍ଠ ବିଜୟ, ଯାଦବେ ସର୍ବେ ଗଲେ କ୍ଷୟ। ପରୀକ୍ଷିତ ଦିଗ ବିଜୟେ, କଳି ଯୁଗକୁ ଦଣ୍ଡ ବହେ। ପରୀକ୍ଷ କରି ରାଜଯୋଗ, 61 ବରଷ ଭୋଗ। ଏ ମଧ୍ୟେ ପରୀକ୍ଷ ରାଜନ, ମୃଗୟା ବିହାରେ ଗମନ। ଶ୍ରମିକ ଋଷି ଆଶ୍ରମରେ, ତୃଷାରେ ଜଳ ମାଗେ ତାରେ। ଋଷି ଗଳାରେ ମୃତ ସର୍ପେ, ରାଜା ଲମ୍ବାଇ ଅଛି କୋପେ। ଋଷି ବାଳକ ଶୃଙ୍ଗ ନାମେ, ରାଜାଙ୍କୁ ଶାପ ଦେଲା ତମେ। ସେ ଶାପ ପରୀକ୍ଷିତ ଜାଣି, ପୁତ୍ରକୁ କରି ନୃପମଣି। ରାଜ୍ୟ ଛାଡ଼ି ଗଙ୍ଗା ପାଷେଣ, କୁଶଶଯ୍ୟା କଲେ ଶୟନ। ସକଳ ବ୍ରହ୍ମ ଋଷିମାନ, ଶୁକଦେବଙ୍କ ଆଗମନ। ସେ ରାଜା ସର୍ବ ଋଷି ଗଣେ, ପୁଛିଲା ନିସ୍ତାର କାରଣେ। ଶୁକଦେବ ପ୍ରସନ୍ନ ହୋଇ, ଶ୍ରୀ ଭାଗବତ ଗ୍ରନ୍ଥ କହି। 19 ଅଧ୍ୟାୟରେ ପୁଣ, ପ୍ରଥମ ସ୍କନ୍ଧେ ସେ ଯେ ସମ୍ପୂର୍ଣ୍ଣ। ପ୍ରଥମ ସ୍କନ୍ଧେ ଏ ନିର୍ବାଣ, ଶୁକ ଶୌନକ ମୁନିଗଣ। ଦ୍ୱିତୀୟ ସ୍କନ୍ଧର ଆଦ୍ୟରେ, ଶୁକ ପରୀକ୍ଷଙ୍କ ବିଚାରେ। ଶ୍ରୀ ଭାଗବତ ଯେ କହିଲେ, ସକଳ ରାଜ ଋଷି ମେଳେ। ପରମ ଆତ୍ମା ଯେ ପ୍ରକାଶ, ବିରାଟ ସ୍ୱରୂପେ ପୁରୁଷ।
ପରମ ଆତ୍ମା ଭେଟିବାରେ ଅଷ୍ଟାଙ୍ଗ ଯୋଗ ଧାରଣାରେ ଆତ୍ମା ପରମାତ୍ମା ଏତେ ଲୀନ ହୋଇବେ ଯେଉଁ ମତେ ତ୍ରିକୁଟେ ପଶି ଶସ୍ତ୍ର ଦଳ ପ୍ରାଣ ପଶିବ ଯେଉଁ ପୁର ବ୍ରହ୍ମାନାରଦର ସମ୍ବାଦ ଭାଗବତ ଉପନିଷଦ ବ୍ରହ୍ମାଠାରୁ ନାରଦ ପାଇ 4 ଶ୍ଲୋକରେ ବୋଧ ହୋଇ ନାରଦ 10 ଶ୍ଲୋକ ପୂର୍ଣ୍ଣ ବ୍ୟାଖ୍ୟାନ କଲେ ସେ ପୁରାଣ ମହାବିରାଟ ସେ ପୁରୁଷ ତାଙ୍କ ଉତ୍ପତ୍ତି ସ୍ଥିତି ନାଶ 24 ଅବତାର ଲୀଳା ବ୍ରହ୍ମାଣ୍ଡ ଉତ୍ପତ୍ତି ସେ କଲା ଦ୍ୱିତୀୟ ସ୍କନ୍ଧେ ଚରିତ 10 ଅଧ୍ୟାୟରେ ସମାପତ ଦ୍ୱିତୀୟ ହେଲା ସମାପତ ଶୁକ ଶୌନକ ତପୋବନ୍ତ ଏବେ ତୃତୀୟ ସ୍କନ୍ଧ ବାଣୀ ବିଦୁର ଉଦ୍ଧବ ଭାଳେଣି ବିଦୁର ମୈତ୍ରେୟ ସମ୍ବାଦ ପୁରାଣ ସଂହିତାର ଭେଦ ବିଦୁର ପରମ ଆନନ୍ଦେ ଚିତ୍ତ ନିବେଶି କୃଷ୍ଣ ପାଦେ ମହାପୁରୁଷର ନିର୍ଣ୍ଣୟ ପ୍ରାକୃତିକ ସ୍ୱର୍ଣ୍ଣ ନିର୍ଣ୍ଣୟ 7 ସ୍ୱର୍ଗ ବିକାର ସ୍ୱର୍ଗ ବ୍ରହ୍ମାଣ୍ଡର ଉତ୍ପତ୍ତି ମାର୍ଗ ବିରାଟ ପୁରୁଷର ରୂପ କାଳ ସ୍ଥୂଳ ସୂକ୍ଷ୍ମ ସ୍ୱରୂପ ନାଭିକମଳୁ ଉତ୍ପତ୍ତି ମହାପଦ୍ମ ନାଭି ବିଖ୍ୟାତି ଦୀନ ପ୍ରଳୟର କାରଣ ସ୍ୱକାର୍ଣ୍ଣ ଜଳର ପୂରଣ ବରାହ ଅବତାର ହୋଇ ପୃଥ୍ୱୀଦନ୍ତ ଅଗ୍ରେ ଧରଇ ଆଦି ଅସୁର ଅବତାର ହିରଣାକ୍ଷ ବୋଧ ବିଚାର ସିଦ୍ଧ ଚାରଣ ବିଦ୍ୟାଧର ଦେବତା ଗନ୍ଧର୍ବ କିନ୍ନର କି ପୁରୁଷ ଆଦି ଏମାନେ ଏ ସର୍ବ ଉତ୍ପତ୍ତି କାରଣେ ବ୍ରହ୍ମା ଦେହରୁ ଅବତାର କୀଟ ପତଙ୍ଗାଦି ସ୍ଥାବର ଜଙ୍ଗମ ଆଦି 4 ଖାନି ସ୍ୱେଦଜ ଅଣ୍ଡଜ ବେନି ଉଦ୍ଭିଜ ଆଦି 4 ଖ୍ୟାନି ଏମନ୍ତ ସୃଷ୍ଟେ ଲାଭ ଘେନି ଏମନ୍ତେ ବ୍ରହ୍ମାଣ୍ଡ ସୃଜନ ପାତାଳ ବାସୀଙ୍କ ଉତ୍ପନ୍ନ ଦିବାରାତ୍ର ସନ୍ଧ୍ୟାଦିମାନ କାଳର ଉତ୍ପତ୍ତି ଯେ ସନ ଅର୍ଦ୍ଧନାରୀ ନର ଉତ୍ପତ୍ତି ସ୍ୱୟଂଭୁବ ମନୁ ସନ୍ତତି ଶତରୂପା କନ୍ୟାର ଜନ୍ମ ଏକାଦଶ ରୁଦ୍ର ଉତ୍ପନ୍ନ ସନକାଦି ଯେ ଋଷିମାନେ ସ୍ୱୟଂଭୁ 2 ପୁତ୍ର ଜନ୍ମେ 3 କନ୍ୟା ଆବର ହୋଇ ଏଥୁ ଯେ ମନ୍ତେ ସମ୍ଭବଇ ସେ ଧର୍ମ ପତ୍ନୀମାନେ ପୁଣ ଏହାଙ୍କ ଏକ ଆଚରଣ 14 ଦକ୍ଷ ପ୍ରଜାପତି ତାଙ୍କ କନ୍ୟାଙ୍କର ସନ୍ତତି ବ୍ରହ୍ମାର ପୁତ୍ର ସେହୁ ପୁଣ କର୍ଦ୍ଦମ ପ୍ରଜାପତି ନାମ ତାଙ୍କ ଭାରିଜା ଦେବହୂତି ସ୍ୱୟଂଭୁବଙ୍କର ଦୁହିତି ତାଙ୍କ ଗର୍ଭରୁ ଜାତ ପୁଣ 9 କନ୍ୟା ଏକ ନନ୍ଦନ ଏ କନ୍ୟା 9 ପ୍ରଜାପତି ବିଭା ଏହାଙ୍କର ସନ୍ତତି କର୍ଦ୍ଦମ ପୁତ୍ର ସେ କପିଳ ବିଷ୍ଣୁ ଅଂଶ ଜ୍ଞାନରେ ଭୋଳ ମାତାଙ୍କୁ ଜ୍ଞାନ ଧର୍ମ କହି ବିଷ୍ଣୁର ମହିମା ବୁଝାଇ କପିଳ ତପସ୍ଥାନେ ଗଲେ ଯୋଗ ଆସନେ ସେ ବସିଲେ ଶମ୍ଭୁ ନିଶୁମ୍ଭ ବର ପାଇ ଈଶ୍ୱର ପାର୍ବତୀ ଯେ ଦେଇ ସ୍ୱର୍ଗରେ ଉପଦ୍ରବ କଲେ ଦୁର୍ଗାରେ ହସ୍ତେ ହତ ହେଲେ ତୃତୀୟ ସ୍କନ୍ଧେ ଭାଗବତ 33 ଅଧ୍ୟାୟ ସମାପତ ଚତୁର୍ଥ ସ୍କନ୍ଧର ବର୍ଣ୍ଣନ
ନବ ପ୍ରଜାପତି ବଚନ। ଏହାଙ୍କ ବଂଶାନୁଚରିତ ସଂସାର ଯହୁଁ ସେ ଉଦିତ। ଦକ୍ଷ ପ୍ରଜାପତି ସେ ପୁଣ ଯଜ୍ଞ ଯେ କଲେ କ ଉଦ୍ୟମ। ଶିବ ଯେ ଯଜ୍ଞ ଭଗ୍ନ କଲେ ପାର୍ବତୀ ନିଧନେ କପିଲେ। ତହୁଁ ସେ ଧ୍ରୁବର ଚରିତ ତପରେ ତୋଷିଲେ ଅନନ୍ତ। ତହୁଁ ସେ ପୃଥୁର କାହାଣୀ ଯେମନ୍ତେ ମୋହିଲେ ଧରଣୀ। ପ୍ରାଚୀନ ବରହି ସମ୍ବାଦ ଏ ରାଜା ନାରଦଙ୍କ ଭେଦ। ଶ୍ରୀବତ୍ସ ନାମେ ସେ ଯେ ବ୍ରାହ୍ମଣ ଯେମନ୍ତେ କୃଷ୍ଣଙ୍କୁ କୌପୀନ। ଶ୍ରୀକୃଷ୍ଣ ଅଷ୍ଟାଙ୍ଗ ଯୋଗେଣ ଯେମନ୍ତେ କଲେ ନାରାୟଣ। ନିରଞ୍ଜନର ଉପାଖ୍ୟାନ ଦଶ ପ୍ରଚେତାଙ୍କ ନନ୍ଦନ। ଏ ରାଜା ପ୍ରାଚୀର ବରହି ଏହାର ଦଶ ପୁତ୍ର ହୋଇ। ଦଶ ପ୍ରଚେତାଙ୍କର ପୁଣ ହୋଇଲା ଏକଇ ନନ୍ଦନ। ନାମ ତା ଦକ୍ଷ ପ୍ରଜାପତି ଏକ ମାତା ଗର୍ଭୁ ଜନ୍ମନ୍ତି। ସେ ନାରୀ ପୂର୍ବ ଜନ୍ମ ଗତି ଯେମନ୍ତେ ହୋଇଲା ଉତ୍ପତ୍ତି। ସେ ପ୍ରେମ ଲୋପା ଅପସରି କଣ ଋଷିଙ୍କ ବୀର୍ଯ୍ୟ ଧରି। ତଦନ୍ତରେ ଶୁଣ ମନ ପୁରଞ୍ଜନର ଯେ ଆଖ୍ୟାନ। ନାରଦ ତହୁଁ ଶିକ୍ଷା ପାଇ ବନକୁ ଗଲେ ତୋଷ ହୋଇ। ଦୁର୍ବାସା ମୁନିଙ୍କ ଆଶ୍ରମେ ବ୍ରହ୍ମାଙ୍କୁ ଭେଟିଲେ କେଶନେ। ଦଶ ଅବତାର ବର୍ଣ୍ଣନ ଶୁଣ ସୌନକ ତପୋବନ। ଯେମନ୍ତେ ହୋଇଲେ ସେ ଜାତ ଚତୁର୍ଥ ସ୍କନ୍ଧେ ଏ ଚରିତ। 31 ଅଧ୍ୟାୟଣ ଚତୁର୍ଥ ହୋଇଲା ସମ୍ପୂର୍ଣ୍ଣ। ପଞ୍ଚମ ସ୍କନ୍ଧେ ଆଦ୍ୟ ପୁଣି ପ୍ରିୟବ୍ରତ ରାଜା କାହାଣୀ। ନାଭିରାଜାର ଯେ ଚରିତ ଋଷଭ ଦେବ ଜନ୍ମ ମାତ୍ର। ଭରତ ରାଜାର ବର୍ଣ୍ଣନ ତିନି ଜନ୍ମ ବିଷ୍ଣୁ ସେବନ। ବ୍ରହ୍ମାଣ୍ଡ ଭୂଗୋଳ ବର୍ଣ୍ଣନ ସପତ ଦ୍ୱୀପ ବିଦ୍ୟମାନ। ସପତ ସମୁଦ୍ର ଯେ ସନ ଦ୍ୱିଗୁଣ କାଞ୍ଚନ ଭୁବନ। ଲୋକାଲୋକ ସମେତ ହୋଇ ବ୍ରହ୍ମାଣ୍ଡ ଯେମନ୍ତ ଅଟୋଇ। ବନ ପର୍ବତ ନଦୀମାନ ଯେତେକ ଏହାଙ୍କ ବର୍ଣ୍ଣନ। ଜ୍ୟୋତିଷ୍କ ଚକ୍ର ଧୂମ୍ର ଚକ୍ର ଶିଶୁମାର ଯେ ଚକ୍ର ବକ୍ର। ପାତାଳ ନରକ ବର୍ଣ୍ଣନ ପାପେ ନରକ ଭୋଗମାନ। ପଞ୍ଚମ ସ୍କନ୍ଧେ ଏ ଚରିତ ଶୁଣି ସୌନକ କୃତକୃତ୍ୟ। ଏବେ ସେ ଷଷ୍ଠ ସ୍କନ୍ଧ ବାଣୀ ଯାହା କହିଲି ପରିମାଣି। ଅଜାମିଳର ଉପାଖ୍ୟାନ ନାମର ମାହାତ୍ମ୍ୟ ବର୍ଣ୍ଣନ। ବିଷ୍ଣୁର ଦୂତ ଯେ ଯମଦୂତ ବିଷ୍ଣୁ ମହିମା ଗୁଣ ଖ୍ୟାତ। ବିଷ୍ଣୁ ଭକତ ଯେତେ ଜନ ନ ଯିବେ ତାହାଙ୍କ ପୋଷଣ। ଅଜାମିଳର ଯେ ମୁକ୍ତି ବୈକୁଣ୍ଠ ଯେମନ୍ତ ପ୍ରାପତି। ଦକ୍ଷ ପ୍ରଜାପତି ଚରିତ ଯେମନ୍ତେ ପୁତ୍ର କଲେ ଜାତ। ସେ ପୁତ୍ର ନାରଦଙ୍କ ହେତୁ ଦେଶନେ ନଭିଲେ ସେ ମୃତ୍ୟୁ। ନାରଦ ଦକ୍ଷ ପ୍ରଜାପତି ଅନ୍ୟନେ ଶାପ ସେ ଦିଅନ୍ତି। ସେ ଦକ୍ଷ ପ୍ରଜାପତିଙ୍କର 60 ଝିଅଙ୍କୁ ସେ ବର। ଏହାଙ୍କ ସନ୍ତତି ନିର୍ମାଣ ଯକ୍ଷ ମନୁଷ୍ୟ ଦେବଗଣ। ଅସୁର ପଶୁ ପକ୍ଷୀ ଜନ୍ତୁ ଏ ଆଦି ଜନନୀ ଯେହେତୁ। ଏ ଆଦି ଜନ୍ମ ମରଣାଦି ବୃତ୍ରାସୁର ଯେମନ୍ତେ ବିଧି। ଦିତିର ପୁତ୍ର ଯେ ହିରଣ୍ୟ ହିରଣ୍ୟାକ୍ଷ ଆବର ପୁଣ। ଏହାଙ୍କ ଜନ୍ମର ଚରିତ ବରାହ ବଧିଲେ ଯେମନ୍ତ। ଏହାଙ୍କ ପତ୍ନୀର ରୋଦନ
ସୁଯଜ୍ଞ ରାଜାର ବିଧାନ ନାରଦ ବୋଧି କହିବାରେ ପବନ ଯେମନ୍ତେ ଜନ୍ମିଲେ ଅଣଚାଶ ରୂପ ଧଇଲେ ବ୍ରତ ଦୃଢ଼େ ନାଶ ହୋଇଲେ ଦିତିପୁଷଙ୍କ ବ୍ରତୁ ଜନ୍ମ ଇନ୍ଦ୍ର ତା କଲା ଭିନ୍ନ ଭିନ୍ନ ଏ ଷଷ୍ଠ ସ୍କନ୍ଧର ଚରିତ ଊନବିଂଶ ଅଧ୍ୟାଉକତ ଏବେ ସେ ସପ୍ତମ ସ୍କନ୍ଧରେ ହିରଣ୍ୟକଶିପୁ ଅସୁରେ ତାହାଙ୍କ ପୁତ୍ର ପ୍ରହ୍ଲାଦ ସେ ଯେ ଦଇତେଶ୍ୱର ଇନ୍ଦ୍ର ତାହାଙ୍କ ଯେତେକ ଚରିତ ପ୍ରହ୍ଲାଦଙ୍କ କଷ୍ଟ ମତ ହିରଣ୍ୟକଶିପୁ ନିଧନ ନୃସିଂହ ରୂପେ ବିଦାରଣ ବ୍ରାହ୍ମଣ କ୍ଷତ୍ରି ବୈଶ୍ୟ ଶୂଦ୍ର ଚାରି ଜାତିରେ ବର୍ଣ୍ଣ ଭେଦ ବ୍ରହ୍ମଚାରୀ ଯେ ବାନାପ୍ରସ୍ଥ ଗୃହୀ ସନ୍ନ୍ୟାସୀ ଚାରି ମତ ଏଥିରେ ବର୍ଣ୍ଣ ଧର୍ମାଚାର ସର୍ବଧର୍ମ କର୍ମ ବର୍ଣ୍ଣର ଶ୍ରାଦ୍ଧ ବିଧିରେ ଯେତେ ହୋଇ ସପ୍ତମ ସ୍କନ୍ଧେ ଏହା କହି 15 ଅଧ୍ୟାୟରେ ସମ୍ପୂର୍ଣ୍ଣ ଅଧାରେ ପଦ ଯେ ପ୍ରମାଣ ସପ୍ତମ ସ୍କନ୍ଧେ ଏହା କହି ଶୁଣ ସୌନକ ମନ ଦେଇ ଏବେ ଅଷ୍ଟମ ସ୍କନ୍ଧ ଶୁଣ ଯେମନ୍ତେ ହୋଇଛି ପ୍ରସନ୍ନ ଚତୁର୍ଦ୍ଦଶ ମନୁ ଚରିତ ଭୂତ ବର୍ତ୍ତମାନ ଯେମନ୍ତ ପାପରୁ କରିଣ ମୋକ୍ଷଣ ଗ୍ରାହକୁ ନିବାରି ଚକ୍ରେଣ ଗଜକୁ କରିଣ ମୋକ୍ଷଣ ଦେଲେ ସେ ବୈକୁଣ୍ଠରେ ସ୍ଥାନ ବିଷ୍ଣୁ ମନ୍ୱନ୍ତର ମାନରେ ହୟଗ୍ରୀବାଦି ଅବତାରେ ବରାହ ମତ୍ସ୍ୟ ଯେ କଚ୍ଛପ ନରସିଂହ ବାମନ ରୂପ ନାନା ଅବତାର ମହିମା କ୍ଷୀରାବଧି ମନ୍ଥନ ଉପମା ଚତୁର୍ଦ୍ଦଶ ରତ୍ନ ଉତ୍ପତ୍ତି ଲକ୍ଷ୍ମୀ ଅମୃତ ସେ ସମ୍ଭୂତି ଐରାବତ ଅଜସ୍ରବା ବାରୁଣୀ ସମ୍ଭୂତ ହୋଇବା ଧନ୍ୱନ୍ତ୍ରୀ ଜନମ କାରଣ ମୋହିନୀ ରୂପ ସେ ଧାରଣ ଈଶ୍ୱର ପାର୍ବତୀ ଶରଧା ଈଶ୍ୱର ମୋହ ଯେଉଁ ବାଧା ଅମୃତ ଭକ୍ଷେ ରାହୁ ଛେଦ ଚନ୍ଦ୍ର ସୂର୍ଯ୍ୟ ଗ୍ରାସିବା ଭେଦ ଅମୃତ ନ ପାଇ ଅସୁରେ ଦେବଙ୍କ ସଙ୍ଗେ ଯୁଦ୍ଧ କଲେ ସ୍ୱର୍ଗ ଛାଡ଼ି ଇନ୍ଦ୍ର ସମତେ ପଶିଲେ ଗହନ ବନସ୍ତେ ବଳି ଯେ ସ୍ୱର୍ଗ ଭୋଗ କରି ଦାନେଣ ନାହିଁ ସମସରି ପୁତ୍ରଙ୍କ କଷ୍ଟ ଦେବ ମାତ ଆଦିତ କଲେ ପ୍ରୟୋବ୍ରତ ବାମନ ଜନମ ହୋଇଲେ ଯଜ୍ଞେ ପ୍ରବେଶ ଦାନ ଛଳେ ବଳିଠାରୁ ଦାନ ଗ୍ରହଣ ନିଷେଧ ଶୁକ୍ର ମନ୍ତ୍ରୀ ପୁଣ ବଳି କି କରିଣ ବନ୍ଧନ ତିନି ପାଦେ ଯେ ଭୂମି ଦାନ ବାମନ ବିଶ୍ୱରୂପ ହୋଇ ପାଦେକ ପୃଥିବୀ ଘୋଡ଼ାଇ ପାଦେକ ଆକାଶକୁ ଗଲା ବ୍ରହ୍ମାଣ୍ଡ ଭାଣ୍ଡ ଫାଟିଗଲା ଯେଣୁ ବିଷ୍ଣୁ ପାଦ ଲାଗିଲା ଆକାଶୁ ଗଙ୍ଗା ବହିଗଲା ଜଗତ ପବିତ୍ର ସେ କଲା ଆକାଶ ଗଙ୍ଗା ବୋଲାଇଲା ନାଭିକ ମଳୁ ଜାତ ହୋଇ ବାଳିକି ପାତାଳେ ଚାପଇ ସତ୍ୟବ୍ରତ ରାଜା ଚରିତ ପ୍ରଳୟ ଜଳରେ ଯେମନ୍ତ ମତ୍ସ୍ୟ ଅବତାର ସେ ହୋଇ ନାନା ମତ୍ସ୍ୟ ଶୃଙ୍ଗରେ ବହି ସେ ରାଜା ଦିବାକର ବଂଶେ ଜନ୍ମ ହୋଇଲା ମନୁ ବଂଶେ ବୈଦସ୍ୱତ ମନୁ ହୋଇ ଯେମନ୍ତେ ସ୍ୱର୍ଗେ ସେ ବସଇ ଶୁକଙ୍କ ଜନ୍ମର କାହାଣୀ ପରୀକ୍ଷ ପଚାରିଲେ ପୁଣି ଅଷ୍ଟମ ସ୍କନ୍ଧେ ଚରିତ 33 ଅଧ୍ୟା ସମାପତ ନବମ ସ୍କନ୍ଧରେ ବ୍ୟାଖ୍ୟାନ ବଂଶାନୁଚରିତ ଏମାନ ସେ ସୂର୍ଯ୍ୟ ବଂଶାନୁକୀର୍ତ୍ତନ ସୂର୍ଯ୍ୟର ଅଟଇ ନନ୍ଦନ
ବୈବସ୍ୱତ ମନୁ ନାମେଣ ସେ ବଂଶେ ଇକ୍ଷ୍ୱାକୁ ଜନମ।